ଶ୍ରୀମଦ୍ଭାଗବତ ସପ୍ତମ ସ୍କନ୍ଧ ପଞ୍ଚମ ଅଧ୍ୟାୟ। ନାରଦ ଉବାଚ ଅସୁରକୂଳେ ପୁରୋହିତ ସର୍ବଜ୍ଞ ଶୁକ୍ର ଭୃଗୁସୁତ ମୁନିଙ୍କ ପୁତ୍ର ବେନି ଭାଇ ଷଣ୍ଢ ମର୍କ ନାମେ ଦୁଇ। ରାଜା ଆଚାର୍ଯ୍ୟ ତାଙ୍କୁ କଲେ ପୁତ୍ରମାନଙ୍କୁ ପଢ଼ାଇଲେ। ରାଜା ମନ୍ଦିରେ ବେନି ଭାଇ ଦୈତ୍ୟ ପୁତ୍ରଙ୍କୁ ସଙ୍ଗେ ଲଇ। ଶେଷଡ଼ ନୀତି ରାଜକୂଳେ ସର୍ବେ ପଢ଼ନ୍ତି ଏକ ମେଳେ। ତାହାଙ୍କ ମଧ୍ୟ ପ୍ରହଲ୍ଲାଦ ସକଳ ଶାସ୍ତ୍ରେ ହେଲେ ସିଦ୍ଧ। ଗୁରୁଙ୍କ ମୁଖୁ ବେଳେ ଶୁଣି ତକ୍ଷଣେ ଚିତ୍ତେ ପରିମାଣେ। ଚିତ୍ତ ନିର୍ମଳେ ତାହା ଜାଣେ କେବଳ ମନେ ନ ପ୍ରମାଣେ। ବିଚାର କରେ ଅନ୍ତର୍ଗତେ କେରିପୁ କେମିତ୍ର ଜଗତେ। ଏକଇ ଆତ୍ମା ନର ହରି ସମେ ସକଳ ଘଟେ ପୁରୀ। ଏକଥା ଅଟଇ ପ୍ରମାଣ ସକଳ ଆତ୍ମା ନାରାୟଣ। ଯେ ପାଠ ପଢ଼େ ବାହ୍ୟ ମତେ ଦୃଢ଼େ ନ ଧରେ ଅନ୍ତର୍ଗତେ। ଦିନେକ ପ୍ରହଲ୍ଲାଦ ଆଣି କୋଳେ ବସାଇ ନୃପମଣି। ଅନେକ ଅଳଙ୍କାର ଦେଇ ସାନନ୍ଦେ ପୁତ୍ରକୁ ପୁଛଇ। ହିରଣ୍ୟକଶ୍ୟପ ଉବାଚ ହେ ପୁତ୍ର ଶୁଣ ବାକ୍ୟ ମୋର। ଯେ ଷଡ଼ ନୀତି ରାଜାଙ୍କର ତୁ ତାହା ଗୁରୁ ମୁଖୁ ଶୁଣୁ। ସୁଦୃଢ଼ ଚିତ୍ତେ ନ ପ୍ରମାଣୁ ମୁଁ ଭଲେ ଶୁଣିଲଇଁ ତାହା। କହ ତୁ ସାଧୁ ମଣୁ ଯାହା। ଯେ ରାଜନୀତି ଚିତ୍ତେ ଧରେ କେବେହେଁ ଶତ୍ରୁକୁ ନ ଡରେ। ସଂଗ୍ରାମେ ରିପୁ ଜୟ କରେ ସେ ରାଜା ସୁଖ ଭୁଞ୍ଜେ ଭଲେ। ବିଦ୍ୟା ପଢ଼ିଲୁ ଏତେ କାଳ ଭଲ କି ମଣୁ ମୋତେ ବୋଲ। ପିତା ବଚନ ପୁତ୍ର ଶୁଣି ଶିରେ ନିବେଶିବେନି ପାଣି। ସାନନ୍ଦେ ବାକ୍ୟ ଗଦ ଗଦ କହେ ବାଳକ ପ୍ରହଲ୍ଲାଦ। ପ୍ରହଲ୍ଲାଦ ଉବାଚ ଶୁଣ ଭୋତାତ ଏକ ଚିତ୍ତେ। ଯେ ସାଧୁ ମଣେ ମୋର ମତେ। ସଂସାର ସାଗର ପରାଏ ପ୍ରାଣୀଙ୍କୁ ଉଦବେଗ ଦିଏ। ଦେଖ ଏ ଗୃହ ଅନ୍ଧକୂପ ଆତ୍ମା ନିପାତ ମହାତାପ। ଏହାକୁ ଦୂରେ ପରିହର ଅରଣ୍ୟେ କୃଷ୍ଣ ଆଶ୍ରେ କର। ସାଧୁ ମଣଇ ଏହା ଚିତ୍ତେ ସତ୍ୟ କହିଲି ତୁ ଅଗ୍ରତେ। ନାରଦ ଉବାଚ ଏମନ୍ତେ ପୁତ୍ରବାକ୍ୟ ଶୁଣି ଶତ୍ରୁର ପକ୍ଷ ପ୍ରାୟ ମଣି। ରଜ୍ಞା ଉଚ୍ଚେ ହସିଲା ଅତିରେକ ବୋଲଇ ପୁତ୍ର ଅବିବେକ। ଏପରି ପର ବୁଦ୍ଧି ବଳେ ନଷ୍ଟ ହୁଅନ୍ତି ସର୍ବକାଳେ। ଏହାର ବୁଦ୍ଧି କେହରିଲା ଏ ମୋର ଶତ୍ରୁକୁ ଭଜିଲା। କୋଳୁ ବାଳକ ତଳେ ଥୋଇ ବୋଲେ ସେବକ ମୁଖ ଚାହିଁ। ଗୁରୁ ଭୁବନେ ନେଇ ଦିଅ ଏକଥା ଗୁରୁ ଆଗେ କହ। ଏ ମୋର ବାଳକର ମନ ବିଷ୍ଣୁ ବିଷये କିବା ଛନ୍ନ। ଏହାର ମନ ବିଷ୍ଣୁ ପକ୍ଷେ ଯେମନ୍ତେ ନ ଘଟେ ପ୍ରତ୍ୟକ୍ଷେ। ରାଜାର ଆଜ୍ଞା ଭୃତ୍ୟେ ପାଇ ବାଳକ ଗୁରୁ ଘରେ ନେଇ। ବ୍ରାହ୍ମଣ ଗୋଷ୍ଠୀ ମଧ୍ୟ ଦେଲା ରାଜା ବଚନ ଜଣାଇଲା। ତା ଶୁଣି ବିପ୍ର ଉଦବେଗେ ବୋଲନ୍ତି ପ୍ରହଲ୍ଲାଦ ଆଗେ। ସାଧୁ ବଚନ ବାକ୍ୟ ମତେ କହନ୍ତି ହସ୍ତ ଧରି ହସ୍ତେ। ହେ ବତ୍ସ ପ୍ରହଲ୍ଲାଦ ଶୁଣ ସର୍ବଦା ହେଉ ତୋ କଲ୍ୟାଣ। ଆମ୍ଭଙ୍କୁ ଲାଗଇ ସଂଶୟ ମିଥ୍ୟା ତୁ ତେଜି ସତ୍ୟ କହ। ବାଳକ ବୁଦ୍ଧି ତୋ ନ ଦେଖି ଅଦ୍ଭୁତ ପ୍ରାୟ ଉପଲକ୍ଷୀ। ତୋହର ବୁଦ୍ଧି କେହରିଲା ଶତ୍ରୁ ଭଜନେ ଶିକ୍ଷା ଦେଲା। କିବା ଏ ସ୍ୱଭାବ ତୋହର ଆମ୍ଭଙ୍କୁ ଲାଗେ ଅଗୋଚର। କହ କେ ତୋତେ ଦେଲା ଦୀକ୍ଷା ଆମ୍ଭେ ଶ୍ରବଣେ କରୁ ଇଚ୍ଛା। ପ୍ରହ୍ଲାଦ ଉବାଚ ଯାହାର ମାୟା ବଳେ ଜନ ସ୍ୱପର ବୁଦ୍ଧି କରେ ଭିନ୍ନ। ଯାହାର ନାହିଁ ପରାପର ତାହାଙ୍କୁ ମୋର ନମସ୍କାର। ଯାହାଙ୍କ ଆଜ୍ଞା ପରମାଣେ ପ୍ରାଣୀ ନିସ୍ତରେ ଭବ ବଣେ। ସେ ସର୍ବ ଆତ୍ମା ଯୋଗେଶ୍ୱର ତାହାର ନାହିଁ ଆତ୍ମା ପର। ଯାହାକୁ ହରି କରେ ଦୟା ତାହାର ଯାଏ ଭେଦ ମାୟା। ବାସନା ବଳେ ସର୍ବଜନ୍ତୁ ଭୁଞ୍ଜନ୍ତି ପରାପର ହେତୁ। ତାହାର ମାର୍ଗେ ଶିବ ବ୍ରହ୍ମ ଗତି ନ ଲଭି ହୁଅନ୍ତି ଭ୍ରମ। ସେ ମୋର ମନ ଭିନ୍ନ କଲା ପର ଅପର ନ କହିଲା। ଯେସନେ ଅୟସ୍ମାତ ଗୁଣେ ଲୌହ ଭ୍ରମଇ ଆକର୍ଷଣେ। ମୋହର ମନ ସେହି ସ୍ମତେ ଭ୍ରମଇ ବିଷ୍ଣୁର ଆୟତେ। ନାରଦ ଉବାଚ ଗୁରୁଙ୍କୁ କହି ଏ ବଚନ ପ୍ରହ୍ଲାଦ ହୋଇଲା ମୌନ। ବାଳକ ବାଣୀ ଶୁଣି କର୍ଣ୍ଣେ କୋପ ବସିଲା ଗୁରୁ ମନେ। ସମୀପେ ଥିଲେ ରାଜା ଲୋକ ଗୁରୁ ହିଁ ରାଜାର ସେବକ। କୋପେ କମ୍ପିଲେ ବାକ୍ୟ ଶୁଣି ତକ୍ଷଣେ ଘରୁ ବେତ ଆଣି। ରାଜାର ବଂଶେ ଦୁରାଚାର ନିଶ୍ଚେ ଜନ୍ମିଲା କୁଳାଙ୍ଗାର। ଦୁର୍ବୁଦ୍ଧି ପଣ ଏ ବାଳକ ଏହାକୁ ଦଣ୍ଡେ ନ ରଖ। ଚନ୍ଦନ ବନେ କଣ୍ଟା ବୃକ୍ଷ ଦେଖ ହୋ ଜନ୍ମିଲା ପ୍ରତ୍ୟକ୍ଷ। କଣ୍ଟକ ବୃକ୍ଷ ଯେବେ ମାରି ଚନ୍ଦନ ବନ ଯତ୍ନ କରି। ତେବେ ନିର୍ଭୟେ ଭୋଗ କରି କଣ୍ଟକ ଥିଲେ ନିତ୍ୟେ ଡରି।
ଚନ୍ଦନବନ ଦୈତ୍ୟଗଣ ବିଷ୍ଣୁ ଯେ କୁଠାର ସମାନ କୁଠାର ବେଣ୍ଟ ଏହୁ ହୋଇ ଏଥିଲେ ଆମ୍ଭ ଭଲ ନାହିଁ ଏମନ୍ତେ କରାଇଲେ ଭଏ ତର୍ଜିଲେ ବିବିଧ ଉପାଏ ପୁଣି ଆଶ୍ୱାସ ତାକୁ କରି ଗୁରୁ ପଢ଼ାନ୍ତି ହସ୍ତ ଧରି ଯେ ଧର୍ମ ଅର୍ଥ କାମ ଫଳେ ସେ ବିଦ୍ୟା ପଢ଼ାଇଲେ ବଳେ ମୋକ୍ଷ ହିଁ ଅଛି ତାର ତହିଁ ଏମନ୍ତ ବାଳକେ ପଢ଼ାଇ ମାତାଙ୍କ ଆଗେ ନେଇ ଦେଲେ ସେ ତାକୁ ଅଳଙ୍କୃତ କଲେ ରାଜା ସମୀପେ ଦେଲେ ନେଇ ତା ଦେଖି ରାଜା ତୋଷ ହୋଇ ଚରଣ ତଳେ ପୁତ୍ର ଚାହିଁ ତକ୍ଷଣେ କୋଳ କଲା ନେଇ ଆନନ୍ଦେ ଗାତ୍ରେ ହସ୍ତ ଦେଇ ସ୍ନେହରେ କୋଳରେ ବସାଇ ପୁତ୍ର ସ୍ୱଭାବେ ପ୍ରୀତି କରି କଲ୍ୟାଣ କରେ କୋଳେ ଧରି ପ୍ରସନ୍ନ ବଦନେ ଅନାଇ ସଧିରେ ପୁତ୍ରକୁ ବୋଲଇ ହିରଣ୍ୟକଶିପୁ ବାଚ ହେ ପୁତ୍ର ଶୁଣ ମୋ ବଚନ ଗୁରୁ ଭୁବନେ ଏତେ ଦିନ ତୁ ଯେ ପଢ଼ିଲୁ ବାଳ ଭାବେ ମୋର ସମ୍ମୁଖେ କହ ଏବେ ଉତ୍ତମ ବିଦ୍ୟା ପୁତ୍ର କହ ମୋ ମନେ ନ ରହୁ ସନ୍ଦେହ ପ୍ରହ୍ଲାଦ ଉବାଚ ଶୁଣ ହେ ତାତ ମନ ଦେଇ ଯେ ବିଦ୍ୟା ଉତ୍ତମ ମଣଇ ଶ୍ରୀକୃଷ୍ଣ ଶ୍ରବଣ କୀର୍ତ୍ତନ ସ୍ମରଣ ଚରଣ ସେବନ ସର୍ବସମ୍ପଦ ସମର୍ପିବ ଚରଣେ ଦାସପଣେ ଥିବ ସଖ୍ୟ ଭାବରେ ନେବ ଦିନ କରିବ ଆତ୍ମନିବେଦନ ଏତେ ପ୍ରକାରେ ବିଷ୍ଣୁ ଭାବ ନିରତେ ଚିତ୍ତେ ସୁମରିବ ଏହା ମୁଁ ଉତ୍ତମ ମଣଇ କହିଲି ତୋର ଆଗେ ମୁହିଁ ଏ ନବ ଲକ୍ଷଣ ଭକତି ଜେନର ଗୋବିନ୍ଦେ କରନ୍ତି ଉତ୍ତମ ବିଦ୍ୟା ବୋଲି ତାହା ଜେଣେ ନ ଲାଗେ ବିଷ୍ଣୁ ମାୟା ଏମନ୍ତ ପୁତ୍ର ମୁଖୁ ଶୁଣି କୋପେ ଉଠିଲା ଶିର ଝୁଣି ଆରକ୍ତ ବେନି ଚକ୍ଷୁ ତାର ପ୍ରଚଣ୍ଡେ କମ୍ପଇ ଅଧର ଗୁରୁ ପୁତ୍ରର ମୁଖ ଚାହିଁ ବୋଲଇ କୋପଭର ହୋଇ ତୁ ବ୍ରହ୍ମ ବନ୍ଧୁ ଗୁରୁ ସୁତ ଏତ ତୋହର ବିପରୀତ ମୋର ବିପକ୍ଷ ସ୍ତୁତି ଯେତେ ଏହା ଶିଖାଇଲୁ କେମନ୍ତେ ଅସାର ବିଦ୍ୟା ଶିଖାଇଲୁ ତୁ ତ ଅବଜ୍ଞା ମୋତେ କଲୁ ଅସାଧୁ ଲୋକ ଏ ସଂସାରେ ଅଛନ୍ତି କୈତବ ବ୍ୟବହାରେ ତାହାଙ୍କ ଦୋଷ ତାଙ୍କୁ ମାରେ ରୋଗ ଯେସନେ କଳେବରେ ଯେ ପ୍ରାଣୀ ବ୍ରହ୍ମ ହତ୍ୟା କରେ ସେ କ୍ଷୟ ରୋଗୀ ଜନ୍ମାନ୍ତରେ ଯେ ନିତ୍ୟ ମଦ୍ୟପାନ କରେ ବିକଟ ଦନ୍ତ ତାଅ ଧରେ ସୁବର୍ଣ୍ଣ ହରିଥାଇ ଯେଭେ କୁନଖି ହୋଇ ଜନ୍ମ ଲଭେ ଗୁରୁ କାମିନୀ ଯେହୁ ରତେ ଧବଳ କୁଷ୍ଠ ମୁଖ ହସ୍ତେ ଏମନ୍ତେ ଅସୁର ବଚନେ କହନ୍ତି ଗୁରୁଙ୍କ ନନ୍ଦନେ ଗୁରୁପୁତ୍ର ଉବାଚ ମୋହର ଶିକ୍ଷା ଏ ନୁହଁ ଆନବା ପଢ଼ାଇବ କେହି ତୋର ପୁତ୍ରର ଏ ସ୍ୱଭାବ ଜାଣି ତୁ ଚିନ୍ତ ପରାଭବ ନାରଦ ଉବାଚ ଏମନ୍ତେ ଗୁରୁ ବାକ୍ୟ ଶୁଣି ସଂଶୟ ଚିତ୍ତେ ନୃପମଣି ପୁତ୍ରକୁ ଚାହିଁ କୋପ ଭରେ ବୋଲଇ କୁଶ୍ଚିତ ବ୍ୟବହାରେ ହିରଣ୍ୟକଶିପୁ ବାଚ ଏ ବିଦ୍ୟା ଗୁରୁ ବାକ୍ୟ ନୁହେଁ କେ ଅବା ତୋର ମନ ମୋହେ ପ୍ରହ୍ଲାଦ ଉବାଚ ଶୁଣ ହେ ତ୍ରୈଲୋକ୍ୟ ଈଶ୍ୱର ମତିର ଗତି ଚକ୍ରଧର ଯେ ପ୍ରାଣୀ ଗୃହ କୃତ୍ୟ କରେ ତାମତି କୃଷ୍ଣ ହିଁ ସୁମରେ ଯେ ପ୍ରାଣୀ ଗୃହ କୃତ୍ୟ କରେ ତାମତି କୃଷ୍ଣ ନ ସୁମରେ ଗୁରୁ ବଚନ କି କରିବ ଯାହାର ଯେମନ୍ତ ସ୍ୱଭାବ ଅସାଧ୍ୟ ଇନ୍ଦ୍ରିୟଙ୍କ ବଳେ ଗୃହସ୍ଥ ପଡ଼େ ରସା ତଳେ କୂଳ ବ୍ୟବହାରେ ବଶ ହୋଇ ଚର୍ବିତ ଚର୍ବଣ କରଇ ତାହାଙ୍କ ମତି କୃଷ୍ଣ ଠାବେ କେବେ ହେଁ ନୁହେଁ ଭକ୍ତି ଭାବେ ଯେ ପ୍ରାଣୀ ଦୁରାଶୟପଣେ ଅନର୍ଥ ଅର୍ଥ ପ୍ରାୟ ମଣେ ସେ କାହିଁ କୃଷ୍ଣଙ୍କୁ ପାଇବ ଯେ ବ୍ରହ୍ମା ଶଙ୍କରେ ଦୁର୍ଲଭ ଯାହାର ମତି ଅର୍ଥ ଧ୍ୟାୟୀ ସେ ପ୍ରାଣୀ ଲଭିବ ତା କାହିଁ ଅନ୍ଧକୁ ଅନ୍ଧ ଯେହ୍ନେ ବହେ ସେଇ ସତ ତନ୍ତ୍ରେ ତୁମେ ଭ୍ରମେ ମୋହେ ଅନ୍ଧକୁ ଅନ୍ଧ ଯେହ୍ନେ ବହେ ସେଇ ସତନ୍ତ୍ରେ ଭ୍ରମେ ମୋହେ ଏମନ୍ତ ପ୍ରାଣୀଙ୍କ ସ୍ୱଭାବ କେମନ୍ତେ କୃଷ୍ଣଙ୍କୁ ଲଭିବ କୃଷ୍ଣ ଚରଣ ପଦ୍ମ ଦୁଇ ଏଘେନି ଲଭି ନ ପାରଇ ଯାହାର ଚରଣର ଅର୍ଥ ସ୍ମରଣେ ଖଣ୍ଡଇ ଅନର୍ଥ ଯାହାଙ୍କ ଚରଣାର ବିନ୍ଦ ସେବି ନ ପାନ୍ତି ସୁରବୃନ୍ଦ ବିଷ୍ଣୁ ଭଗତ ପାଦଧୂଳି ଉଦକ ସଙ୍ଗେ ଶିରେ ବୋଳି ତହିଁ ଯେ ସ୍ନାନ ନ କରଇ ହରିଙ୍କି ଲଭିବ ସେ କାହିଁ ଏମନ୍ତ କହି ଦୈତ୍ୟ ବଳା ଅନ୍ତରେ ମୌନ ହୋଇଲା ଶୁଣି ଅସୁର କୋପାନଳେ କୋଳରୁ ପକାଇଲା ତଳେ ରୋଷେ ଅରୁଣ ଚକ୍ଷୁ କଲା ଅସୁର ଗଣି ଆଜ୍ଞା ଦେଲା ହିରଣ୍ୟକଶିପୁ ବାଚ
ଶୁଣ ହେ ନୈଋତଗଣ ମୋର ପୁତ୍ରର ଦୁଷ୍ଟପଣ ମରଣ ଅର୍ଜିଲା ବେଭାରେ ଏହାକୁ ରାଜୁ କର ଦୂରେ ମୋର ଅନୁଜ ନାଶ କରି ଯେ ବିଷ୍ଣୁ ମୋହର ବୈରୀ ତାହାର ପକ୍ଷ ଏ ଧଇଲା ନିଜ ସୁହୃଦ ଉପେକ୍ଷିଲା ବିଷ୍ଣୁର ଦାସ ପଣେ ରହେ କେ ପ୍ରାଣ ଥାଉ ଏହା ସହେ ବିଷ୍ଣୁର ଆଶ୍ରେ ଏ ମୋହର ନିଶ୍ଚୟ କରିବ ଅପକାର ପିତା ସୁହୃଦ ପୁତ୍ରଙ୍କର ଦୁସ୍ତ୍ୟଜ୍ୟ ଏ ଶାସ୍ତ୍ର ବ୍ୟବହାର ଏ ପଞ୍ଚବରଷର ସୁତ ପିତା ମାତାରେ ଅଭକତ ପରର ପୁତ୍ର ହୋଇ ଯେବେ ଆପଣା ହିତ ଅନୁଭାବେ ତାହାକୁ ଜାଣି ନିଜ ସୁତ ରୋଗକୁ ଔଷଧ ଯେମନ୍ତ ଆପଣା ତହୁଁ ଜାତ ହୋଇ ପରର ହିତେ ଯେବେ ଥାଇ ବ୍ୟାଧିର ପ୍ରାୟ ଜନ୍ମ ତାର ତାମଲେ ଆତ୍ମାର ନିସ୍ତାର ଯେ ଅଙ୍ଗେ ସର୍ପାଘାତ କରେ ସେ ଅଙ୍ଗ ଦୋଷେ ପ୍ରାଣୀ ମରେ ସେ ଅଙ୍ଗ ଛେଦି ପକାଇଲେ ଦେହେ ଜୀବନ ରହେ ଭଲେ ଯେହିତ କରେ ପର ହୋଇ ତା ତହୁଁ ଆର ବନ୍ଧୁ କାହିଁ ଅହିତ କରେ ବନ୍ଧୁ ଯେବେ ତାହାକୁ ଲେଖି ଶତ୍ରୁ ଭାବେ ଦେହରୁ ବ୍ୟାଧି ଜନ୍ମ ହୋଇ ଆତ୍ମା ସହିତେ ସଂହାରଇ ଅରଣ୍ୟୁ ଔଷଧି ଆଣି ରୋଗ ସଙ୍କଟୁ ତରେ ପ୍ରାଣୀ ପର ପର ଏ ବିଚାର କେରିପୁ କେବା ଆପଣାର ସୁହୃଦ ହୋଇ ଶତ୍ରୁପଣେ ପାପ ଚିନ୍ତଇ ଅନୁକ୍ଷଣେ ନାନା ଉପାଏ ତାକୁ ମାରି ସେମଲେ ସୁଖେ ପ୍ରାଣ ଧରି ଯୋଗୀଙ୍କ ଯୋଗ ଧ୍ୟାନ କାଳେ ଦୁଷ୍ଟ ଇନ୍ଦ୍ରିୟ ଯେବେ ବଳେ ତାହାକୁ ଯେବେ କରେ ସାଧ୍ୟ ତେବେ ଲଭଇ ବ୍ରହ୍ମପଦ ଏ ମିତ୍ର ବେଶ ଧାରି ପର ଏହାକୁ ବେଗେ ବଧ କର ଭୋଜନ ଶୟନ ଆସନେ ଉପାୟ କର ତା ମରଣେ ଏମନ୍ତେ ରାଜା ଆଜ୍ଞା ପାଇ ଅସୁରେ ଅସ୍ତ୍ର ଘେନି ଧାଇଁ ବାଳକ ନାଶ ମନେ ଚିନ୍ତି ଶୂଳ ଅନ୍ତରିକ୍ଷେ ବୁଲାନ୍ତି ସୁତୀକ୍ଷ୍ଣ ଦିଶେ ଦନ୍ତପନ୍ତି କରାଳ ବଦନେ ଚାହାନ୍ତି ତମ୍ବାର ବର୍ଣ୍ଣ ପ୍ରାୟ ଦାଢ଼ି ଶିରେ କପିଳ ଜଟା ବେଢ଼ି ନାଚନ୍ତି ଭୈରବ ନାଦେ ଅସୁରେ ଛନ୍ଦି ପାଦ ପାଦେ ଶୂଳ ବୁଲାଇ ମହାଘରେ ପିଟିଲେ ବାଳକ ଉପରେ ତା ଦେଖି ଅସୁର କୁମର ମନେ ଚିନ୍ତିଲା ଚକ୍ରଧର ଗୋବିନ୍ଦ ପାଦେ ଚିତ୍ତ ଦେଇ ବୋଲଇ ଅସୁରଙ୍କୁ ଚାହିଁ ତୁମ୍ଭର ଦେହେ ଯେବେ ହରି ଆତ୍ମା ସ୍ୱରୂପେ ଛନ୍ତି ପୁରୀ ସକଳ ଶସ୍ତ୍ରେ ହରି ଯେବେ ଘଟଣେ ଛନ୍ତି ଆତ୍ମା ଭାବେ ଏକଥା ସତ୍ୟ ଯେବେ ହୋଇ ଶସ୍ତ୍ର ନକାଟୁ ମୋର ଦେହି ଶୁଣି ଅସୁର କୋପ ଭରେ ଅନେକ ଶସ୍ତ୍ର ପ୍ରହାରିଲେ ପ୍ରହଲ୍ଲାଦର ଦେହେ ବାଜି ସକଳ ଶସ୍ତ୍ରେ ଗଲେ ଭାଜି ଅପୁଣ୍ୟବନ୍ତ ପ୍ରାଣୀ ଦେହେ ସାତ୍ୱିକ ଫଳ ଯେହ୍ନେ ନୁହେଁ ଅଦ୍ଭୁତ କର୍ମ ତାର ଦେଖି ତକ୍ଷଣେ ଆସନ ଉପେକ୍ଷୀ ଭିତରେ ପଶିଲା ଅସୁର ଭୟରେ କମ୍ପେ ଥରହର ମନ୍ତ୍ରୀ ସଙ୍ଗତେ ବିଚାରିଲା ବାଳକ ମରଣ ଚିନ୍ତିଲା ଐରାବତ ଆଦି ନାଗେ ତାହାଙ୍କୁ ଅଣାଇଲା ବେଏ ବୋଲଇ ଦନ୍ତାଘାତ କର ଯେମନ୍ତେ ମରଇ କୁମର ଶୁଣି ଅନେକ ହସ୍ତି ତୁଲେ ବାଳକ ସମୀପେ ମିଳିଲେ ହସ୍ତିଙ୍କି ଚାହିଁ ଦୈତ୍ୟବଳା ଅନ୍ତରେ କୃଷ୍ଣ ସୁମରିଲା ମହାକ୍ରୋଧରେ ଗଜବରେ ନିଷ୍ଠୁର ଦନ୍ତର ଅଗ୍ରରେ ନିର୍ଘାତେ କରନ୍ତେ ପ୍ରହାର ସକଳ ଦନ୍ତ ହେଲା ଚୂର ଭୟେ ଭାଜିଲେ ହସ୍ତିବଳ ଦେଖି ଅସୁର କୋପାନଳ ତକ୍ଷକ ଆଦି ଅଷ୍ଟନାଗେ ଥିଲେ ଯେ ଅନ୍ତରିକ୍ଷ ମାର୍ଗେ ତାହାଙ୍କୁ ରାଇ ନୃପବର ନିଷ୍ଠୁରେ ବୋଲଇ ଉତ୍ତର ଏ କୁଳାଙ୍ଗାର ମକୁମର ଏହାର ପ୍ରାଣ ବେଗେ ହର ନାଗକୁ ଦେଖି ପ୍ରହଲ୍ଲାଦ ଚିନ୍ତିଲା କୃଷ୍ଣପାଦ ତକ୍ଷଣେ କୋପେ ନାଗେ ଗଲେ ବାଳକ ଶରୀରେ ଦଂଶିଲେ ମୁଖରୁ ଦନ୍ତ ଝଡ଼ିଗଲା ନାଗଙ୍କ ଫଣା ବଥାଇଲା ନାଗେ ପଳାଇ ଗଲେ ବେଗେ ଜୀବନ ଭୟେ ଦଶ ଦିଗେ ପୁଣି ସେ କୃତ୍ୟା ହୋମ କଲା ପର୍ବତ ଶିଖୁ କଚାଡ଼ିଲା ସମ୍ବର ହସ୍ତେ ମାୟା କଲା କେବେ ପ୍ରାଣ ତାନ ଗଲା ବନ୍ଧନ କରି ହସ୍ତପାଦ ମେଲିଲା ଅଗାଧ ସମୁଦ୍ର ବନ୍ଧନ କରି ପ୍ରତିଦିନେ ମରିବ ବୋଲଇ କେଶନେ ଭର୍ତ୍ସନା କଲା ପ୍ରତିଦିନେ ଗରଳ ଦେଲା ଅନ୍ନ ପାନେ କେତେ ଦିନ ଅଭୋଜନ ବଞ୍ଚିଲା ଅସୁର ନନ୍ଦନ ହିମ ପବନ ଅଗ୍ନି ଜଳେ ପର୍ବତ ଚାପି କୋପା ନଳେ ନାନା ପ୍ରକାରେ କଷ୍ଟ ଦେଲା କେବେ ବାଳକ ନମଲା ସ୍ୱଭାବେ ପାପ ତାର ନାହିଁ ଦଣ୍ଡ ବାଧିବ ତାକୁ କାହିଁ କେବେ ମାରି ନ ପାରିଲା ଚିନ୍ତା ସାଗରେ ନିମଜ୍ଜିଲା ଜାଗ୍ରତ ସ୍ୱପ୍ନ ପ୍ରାୟ ହୋଇ କେବେ ଶାନ୍ତି ନ ଭଜଇ
ଦେଖ ଏ ବାଳକ ବିଷୟ କେତେ ନ ଚିନ୍ତିଲି ଉପାଏ। ଶତ୍ରୁର ପ୍ରାୟ ପଛେ ଥାନ୍ତେ କେବେ ହିଁ ନ ଡରଇ ଚିତ୍ତେ। କଷଣ ଦେଲି ଯେତେ ମୁହିଁ କିଛି ଏହାର ହେଲା ନାହିଁ। ଶୁନ ସେପର ପ୍ରାୟ ଶହେ କି ଆଉ କହିବି ଉପାଏ। ମହାନୁଭବ ଏ କୁମର ମନ ବଚନେ ଅଗୋଚର। ନିର୍ଭୟେ ଏତେ ଦୁଃଖ ସହେ ଏଣୁ ମୋ ଚିତ୍ତେ ମହାଭୟେ। ଏହାର ତୁଲେ ବାଦ କଲେ ପ୍ରାଣ ମୁଁ ନ ପାଇବି ଭଲେ। ଏମନ୍ତେ ଭାଳି ମନ ଦୁଃଖେ ଦଣ୍ଡେ ରହିଲା ଅଧୋମୁଖେ। ସାଧୁ ବିଷୟେ ଦ୍ରୋହ କଲେ କେବା ସଂସାରେ ଥିବ ଭଲେ। ଗୁରୁ କୁମରେ ତାହା ଶୁଣି ଅସୁର ମୁଖ ଚାହିଁ ଭଣି। ଗୁରୁପୁତ୍ର ବାଚ ଶୁଣ ହେ ନୃପ ଚୂଡ଼ାମଣି। ତପେ ତୁ ତ୍ରିଭୁବନ ଜିଣି ଆତ୍ମାର ସୁଖେ ଭୋଗ କରୁ। ଯେହ୍ନେ ଅଟଳ ମହାମେରୁ ତୋହର ରିପୁ ଏ ସଂସାରେ ନ ଦେଖି ଶରୀର ବ୍ୟବହାରେ। ଏ ବାଳ କୁମର ତୋହର ଏହାକୁ କିମ୍ପା ତୋର ଡର। ବାଳକ ଗୁଣ ଦୋଷ ନାହିଁ ସଂଶୟ କରୁ କିମ୍ପା ତୁହି। ଯେବେ ସଂଶୟ ତୋର ମନେ କହିବା ଶୁଣ ସାବଧାନେ। ଏହାକୁ ବରୁଣର ପାଶେ ବନ୍ଧନ କର ତୁ ବିଶ୍ୱାସେ। ନିକଟେ ରଖ ତୋ ଆୟତ୍ତେ ଭୟ ନ ଲାଗୁ ତୋର ଚିତ୍ତେ। ବାଳୁତ ଦଶାଏ ଛାଡ଼ିଲେ ସୁବୁଦ୍ଧି ପ୍ରକାଶିବ ଭଲେ। ବ୍ରହ୍ମାର ପୁରୁ ଆମ୍ଭ ତାତ ତୋ ପାଶେ ନ ଆସେ ଯାବତ। ତାବତ ଥାଉ ଏହି ମତେ ସଂଶୟ ନ କର ତୁ ଚିତ୍ତେ। ଗୁରୁପୁତ୍ରଙ୍କ ବାକ୍ୟ ଶୁଣି ସନ୍ତୋଷେ କହେ ନୃପମଣି। ହିରଣ୍ୟକଶିପୁ ବାଚ ଶୁଣ ହେ ଗୁରୁଙ୍କ କୁମର। ଏବେ ମୋହର ବୋଲ କର। ଗୃହସ୍ଥାଶ୍ରମ ଧର୍ମ ଯେତେ ସେ ରାଜ ଧର୍ମ ନୀତି ଯୁକ୍ତେ। ତ୍ରିବର୍ଗ ଧର୍ମ ଅର୍ଥ କାମେ ଯେମନ୍ତେ ପଢ଼େ ଅନୁକ୍ରମେ। ଏମନ୍ତେ ରାଜାର ବଚନେ ପ୍ରହ୍ଲାଦେ ଗୁରୁ ବେନିଜନେ। ଅନେକ ଯତ୍ନେ ପଢ଼ାଇଲେ ଅସୁର କୁମରଙ୍କ ତୁଲେ। ଗୁରୁଙ୍କ ମୁଖୁ ଯେତେ ଶୁଣେ ଅନ୍ତରେ ସାଧୁ ତାନ ମଣେ। ଗୃହସ୍ଥ ଧର୍ମର ବ୍ୟବସ୍ଥା ଆତ୍ମାର ନିପାତ ଏ କଥା। ଏ ଧର୍ମେ ମୋହି ହୁଅନ୍ତି ଜନ ଏଣେକି ମୋର ପ୍ରୟୋଜନ। ଏମନ୍ତେ କରଇ ବିଚାର ଏବେ ହୋ ଶୁଣ ନୃପବର। ପଢ଼ଇ ବାଳକଙ୍କ ମେଳେ ଗୁରୁ ଯେ ଗୃହ କର୍ମେ ଗଲେ। ସେ ପ୍ରହ୍ଲାଦ ଦୟା ବହି ବୋଲେ ବାଳକ ମୁଖ ଚାହିଁ। ଶୁଣ ହେ ଅସୁର କୁମରେ ଯେ ବିଦ୍ୟା ସଂସାରୁ ଉଦ୍ଧରେ। ମଞ୍ଚେ ମାନବ ଦେହ ବହି ଆତ୍ମା ଜ୍ଞାନଟି ଯାର ନାହିଁ। ତାର ଜୀବନ ଅକାରଣ ଏବେ ହୋ ସାବଧାନେ ଶୁଣ। ଏ ପିତା ପୁତ୍ରଙ୍କ ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ। କହଇ ଦାସ ଜଗନ୍ନାଥ ସପ୍ତମ ସ୍କନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ସପ୍ତମ ସ୍କନ୍ଧେ ପ୍ରହ୍ଲାଦାନୁଚରିତେ ପଞ୍ଚମୋଧ୍ୟାୟଃ। ହରେ କୃଷ୍ଣ 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 ହରେ ହରେ। ହରେ ରାମ 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 ହରେ ହରେ। ହରି ବୋଲ।